हेलो। हाय फ्रेंड, जय जगन्नाथ। आमे माने सडन प्लानिंग कलु कुआडे गोटे बुलिया ପାଇଁ କି ଯିବା। ତ ଆମେ ମାନେ ସମସ୍ତେ ରେଡି ହେଇ ବାହାରି ପଡିଲୁ। ମାମା, ମୁଁ, ଭାଇ, ବାବା, ଗୁଗୁ। ଗୁଗୁ ତ ଗାଡିରେ ଶୋଇ ପଇଲାଣି। ତ ଆମେ ମାନେ କୁଆଡେ ଯାଉଛୁ କଣ କରୁଛୁ ସେଟା ତ ମୁଁ ଜାଣିନି। ତ ଆମେ ଯାଉଛୁ ତ ଆପଣ ମାନଙ୍କୁ ଦେଖେଇବୁ କୋଉ ଜାଗାକୁ ଯାଉଛୁ କଣ କରୁଛୁ। ଏମିତି ବୁଲିବା ପାଇଁ କି ହିଁ ବାହାରି ପଡିଛୁ। କୁଆଡେ ବୁଲିବୁ କଣ କରିବୁ ସେଗୁଡା ବି କିଛି ଜାଣିନୁ। ବାସ୍, ଠିକ ଅଛି, ଚାଲନ୍ତୁ ଦେଖିବା। ଚାଲନ୍ତୁ ଦେଖିବା ଆମେ କୁଆଡେ ଯାଉଛୁ। ଫାଇନାଲି ଆମେ ମାନେ ପଳେଇ ଆସିଲୁ ଏନ୍ଏଚ୍ ଉପରକୁ। ତ ବାବା ଡ୍ରାଇଭିଂ କରୁଛନ୍ତି, ଆମେ ଆମ ରାସ୍ତାରେ ଚାଲି 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 ଚାଲିକି ଯାଉଛୁ। ଦେଖନ୍ତୁ କୁଆଡେ କୁଆଡେ ଚାଲି ଚାଲିକି ଯାଉଛୁ। ଆମେ ବି ଚାଲିଛୁ ମାନେ ଗାଡିରେ ହିଁ ଯାଉଛୁ, ଚାଲି ଚାଲି ହିଁ ଯାଉନୁ। ଦେଖନ୍ତୁ ବହୁତ ବଢିଆ ହେଇଛି, ସିନେରୀଟା ବି ବହୁତ ବଢିଆ ଲାଗୁଛି। ମ୍ୟୁଜିକ ସ୍ଲୋ ସ୍ଲୋ ବାଜୁଛି। ସେଥିରେ ଗୁଗୁ ନିଦ ଭାଙ୍ଗି ଯାଇଛି ତ ଉଠିକି ଦେଖନ୍ତୁ ସେ କେମିତି ଆକ୍ସନ କରୁଛି। ବାବା ଦେଖୁଛନ୍ତି ଲୋକେସନ, ଆମେ କୋଉ ଜାଗାକୁ ଯିବୁ କଣ କରିବୁ। ରାସ୍ତା ବି ଜଣା ନାହିଁ, ଆମେ କୁଆଡେ ହିଁ ଯାଉଛୁ। ଗୁଗୁ ସେଥିରେ ଟିକେ ଟିକେ ମ୍ୟୁଜିକ ଗାଡିରେ ବାଜୁଛି, ତାର ଆକ୍ସନ ବି ଚଲେଇଛି। ବାବା ଫାଇନାଲି ଲୋକେସନ ଦେଖିଦେଲେ, ଆମେ ମାନେ ବାହାରି ପଡିଲୁ। କୁଆଡେ ଯିବୁ ସେଇଟା ତ ଆମେ ଜାଣିନୁ, ତ ବାହାରି ପଡିଲୁ। ଆମେ ମାନେ ଯାଉଛୁ ଏ ଗାଁ ର ନାଁ ହଉଛି ସମହରା ପାଟ। ସମହରା ପାଟ ପ୍ରଭୁ ବଳରାମ ଦାସଙ୍କର ପୀଠ। ରେ ସେ ବାଲି ରଥ ତିଆରି କରିଥିଲେ। ଆମେ ସେଇ ପୀଠ ଉପରକୁ ଯାଉଛୁ। ଦେଖନ୍ତୁ ଆମେ ମାନେ ଯାଇକି ସେ ଜାଗା ଉପରେ ବହୁତ ଜଲଦି ବି ପହଞ୍ଚି ଯିବୁ। ରାସ୍ତାଟା ତ ବହୁତ ସୁନ୍ଦର ହେଇଛି। ତ ଦେଖନ୍ତୁ ଆମେ ଯାଉଛୁ କେମିତି ଗାଁ ରାସ୍ତାରେ ଯାଉଛୁ। ଏଇଟା ତ ବହୁତ ଭିତରେ ଅଛି, ପ୍ରାୟତଃ ଲୋକ କେହି ଜାଣି ନଥିବେ। କିନ୍ତୁ ଆମେ ମାନେ ପଚାରି ପଚାରିକି ଯାଉଛୁ ଏ ଜାଗା ଉପରେ। ମତେ ତ ଏ ରାସ୍ତା ଟା ବହୁତ ବଢିଆ ଲାଗୁଛି। ଦେଖନ୍ତୁ କେତେ ସୁନ୍ଦର ସିନେରୀ ହେଇଛି। ତ ଆପଣ ମାନେ ବି ଆସନ୍ତୁ ଗୋଟେ ଥର। ଚାଲନ୍ତୁ ଦେଖନ୍ତୁ ଆଗ ପୀଠ ଟା କେମିତି ହେଇଛି, ତାପରେ ଯାହା କରିବା। ଆମେ ବି ତ ଯାଇନୁ ନା, ଫାଷ୍ଟ ଟାଇମ ପାଇଁକି ହିଁ ଯାଉଛୁ ସେ ରାସ୍ତାରେ। ଆମେ ଯାଇକି ପହଞ୍ଚି ଯାଉଛୁ, ତାପରେ ଦେଖିବା ସେ ଜାଗାରେ କଣ ଅଛି କଣ ନାହିଁ ଆମେ ମାନେ ଦେଖିବା। ଦେଖନ୍ତୁ ରାସ୍ତାଟା ଆମେ ମାନେ ଯାଉଛୁ ସମସ୍ତେ, ମାମା, ମୁଁ, ଭାଇ, ବାବା ସମସ୍ତେ ଆମେ ମାନେ ଯାଉଛୁ। ରାସ୍ତାର ଦୁଇ ପଟ ସିନେରୀଟା ବହୁତ ବଢିଆ ହେଇଛି, ଅତ୍ୟନ୍ତ ସୁନ୍ଦର ଦେଖା ଯାଉଛି। ସେତେବେଳକୁ ପ୍ରାୟ 4ଟା, 4:30, 5ଟା ପାଖାପାଖି ହେଇଗଲାଣି। ଅନ୍ଧାର ବି ଟିକେ ଟିକେ ଆସିଗଲାଣି। ଫିର୍ ବି ଆମେ ମାନେ ଯାଇଛୁ ବୁଲିବା ପାଇଁ କି। ଦେଖନ୍ତୁ ଗାଡିରେ ଯାଇ ଯାଇ ଫାଇନାଲି ଆମେ ମାନେ ପହଞ୍ଚି ଗଲେ। ମନ୍ଦିର ବହୁତ ଦୂର ରହୁଛି, ତ ଯିବା ପାଇଁ ତ ଏଇ ରାସ୍ତା ଟା ବହୁତ ଖରାପ ଥିଲା। ତ ଆମେ ସେଠି ଗାଡି ପାର୍କିଂ କରିଦେଲୁ, କରିଦେଇକି ଚାଲି ଚାଲିକି ଆମେ ଯାଉଛୁ। ବାବା ବଳରାମ, ଆଉ ଥରେ କହିଦଉଛି, ଇଏ ହଉଛି ବଳରାମ ଦାସଙ୍କର ମଠ। ସେ ଏଠାରେ ବାଲି ରଥ ତିଆରି କରିଥିଲେ। ଦେଖନ୍ତୁ ଆମେ ଗାଡି ପାର୍କିଂ କରିକି ଯିବା ପାଇଁ ରାସ୍ତା ନାହିଁ, ସେପଟେ କହୁଥିଲେ ଅଛି ବୋଲି ଆମେ ତ ଜାଣିନୁ। ତ ଏଇପଟେ ଆମେ ଆମର ଯାଉଛୁ। ଦେଖନ୍ତୁ ବିଲରେ ଦୁଇ ସାଇଡ ଗଛ ବି ଲାଗିଛି। ଗାଡି ପାର୍କିଂ କରିକି ଆପଣ ମାନଙ୍କୁ ବି ଚାଲିକି ଆସିବା ପାଇଁ କି ପଡିବ। ଆମ ମାନେ ଚାଲିକି ଯାଉଛୁ। ଦେଖନ୍ତୁ କେତେ ବାଟ ଚାଲି ଚାଲି ଯାଉଛୁ, ଦେଖୁଛନ୍ତି ବା ଦିପଟେ କେମିତି ଗଛ ଫଛ ସବୁ ଲାଗିଛି, ବିଲ ବି ଅଛି। ତ ଏମିତି ଗୋଟେ ଘର ସେ ଜାଗାରେ ହେଇଛି, ବେଶୀ ବି କିଛି ହେଇନି। ଦେଖନ୍ତୁ ମାମା ପଛରେ କେମିତି ଚାଲି ଚାଲିକି ଆସୁଛନ୍ତି। ଭାଇ ଗୁଗୁ ହାତକୁ ଧରିକି ନଉଛନ୍ତି, ବାବା ବି ଯାଉଛନ୍ତି ଆଗରେ। ପ୍ରାୟତଃ 100 ମିଟର 200 ମିଟର ସେଉଠୁ ଆମକୁ ଚାଲିବା ପାଇଁ କି ପଡିଥିଲା। ଏ ରାସ୍ତାରେ ଗାଡି ତ ଆସିପାରିବନି, ତ ଆମେ ମାନେ ଚାଲିକି ଯାଇଥିଲୁ। ଆମକୁ ଠାକୁରଙ୍କୁ ତ ଦର୍ଶନ କରିବାର ଅଛି ନା, ସେଥିପାଇଁ ଆମେ ମାନେ ଚାଲି ଚାଲିକି ଚାଲିଲୁ। ଆମକୁ ତ ବହୁତ ଭଲ ବି ଲାଗୁଥିଲା। ଦେଖନ୍ତୁ ହେଇଗଲୁଣି ମନ୍ଦିର ପାଖାପାଖି, ଆମ ମାନେ ହେଇଗଲୁଣି। ଆକାଶ ଟା ଦେଖିଲେ କେତେ ସୁନ୍ଦର ଦେଖା ଯାଉଛି, ବହୁତ ସୁନ୍ଦର ଦେଖା ଯାଉଛି। ମତେ ତ ବହୁତ ଭଲ ଲାଗୁଛି। ବହୁତ ଦିନ ହେଇଗଲା ଏମିତି ତ ଜାଗାକୁ ଆମେ କେବେ ଯାଇନଥିଲୁ। ଫାଷ୍ଟ ଟାଇମ ପାଇଁ କି ଯାଇଥିଲୁ, ତ ସେଥିପାଇଁ ଆମକୁ ବି ବହୁତ ଭଲ ବି ଲାଗୁଥିଲା। ଜାଗାକୁ ଆମେ ଯାଇକି ପହଞ୍ଚି ଯାଇଥିଲୁ। ବାବା ଚାରିଆଡେ ଅନେଇ ଅନେଇ ଯାଉଥାନ୍ତି। ଗୁଗୁ ତାର ଖେଳୁଥାଏ, ଏଞ୍ଜୟ କରୁଥାଏ। କୋଉଠି ଝୁଣ୍ଟି ପଡୁଥାଏ, ତାର ଗପି 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 ସିଏ ବି ତା ରାସ୍ତାରେ ସେ ତାର ଯାଉଥାଏ। ଦେଖନ୍ତୁ କେତେ ବଢିଆ ହେଇଛି। ଅଣ୍ଟା ତାର କଣ ହେଇଯାଉଛି, ଅଣ୍ଟାରେ ହାତ ମାରି ହାତ ଦେଖେଇକି ଆକ୍ଟିଂ କରି 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 ସେ ତାର ଚାଲି ଚାଲିକି ଯାଉଛି।
ତଥାପି ରାସ୍ତା ଏତେ ବାଟ ଚାଲିଲୁଣି ଫିର ବି ରାସ୍ତା କମୁନି, ରାସ୍ତା ଉପରେ ରାସ୍ତା ହିଁ ଚାଲିଛି। କେତେ ମଣିଷ ଚାଲିବ? ତଥାପି ଆମେ ଥକି ଯାଉନଥାଉ, ଫିର ବି ଚାଲି ଚାଲିକି ଯାଇକି ପହଞ୍ଚି ଗଲୁ। ବାବା ସେ ଜାଗାରେ ପହଞ୍ଚି ଗଲେ, ପହଞ୍ଚିକି ଆମମାନଙ୍କୁ ଡାକୁଛନ୍ତି ଏଇଠିକି ଆସ, ଏଇଠିକି ଆସ, ଚାଲି ଚାଲିକି ଆସ। ପ୍ରଥମେ ବାବା ଯାଉଥିଲେ, ତା ପଛରେ ଆମେ 2 3 ଜଣ ଯାଉଥିଲୁ, ମାମା ଭାଇ ଝିଅ, ତା ପଛରେ ମୁଁ ହିଁ ଯାଉଥିଲି। ଦେଖନ୍ତୁ ଏଇଟା ହଉଛି ଇଭିନିଂ ର ଦୃଶ୍ୟ ଥିଲା, ବହୁତ ବଢିଆ ବି ଲାଗୁଥିଲା। ଟିକେ ଟିକେ ଅନ୍ଧାର ହେଇ ଆସିଥିଲା, ପୁରା ବି ଅନ୍ଧାର ହେଇ ନଥିଲା। ଦେଖନ୍ତୁ ସୂର୍ଯ୍ୟ ବି ଉଦୟ ହବାକୁ ବସିଥିଲେ। କେତେ ବଢିଆ ଲାଗୁଛି ଏ ଜାଗାଟା, ସ୍ପେଶାଲି ଦେଖନ୍ତୁ। ମତେ ତ ବହୁତ ଭଲ ହିଁ ଲାଗୁଥିଲା ସେ ଜାଗା। ମୁଁ ଭାବିନଥିଲି କି ମତେ ଏମିତି ଜାଗାକୁ ବୁଲେଇବା ପାଇଁ କି ନେଇକି ଆସିବେ। ଦେଖ ଏଇଠୁ ସେ ଯୋଉ ଦେଖା ଯାଉଛି, ତ ସେଇଟା ହଉଛି ମନ୍ଦିର। ଏଇଟା ଏଇ ରାସ୍ତାଟା କ୍ରସ କରିବା ପାଇଁ ଗୋଟେ ଛୋଟିଆ ନାଳଟେ ଅଛି। ବାସ୍ ସେଇଟା କ୍ରସ କରି ସାରିଲା ପରେ ମନ୍ଦିର ଆସିଗଲା। ମନ୍ଦିର ମାନେ ମଠଟା ଏଇଟା ଅଛି, ମନ୍ଦିର ନୁହେଁ ତ ମଠ। ଦେଖନ୍ତୁ ଏପଟେ ବହୁତ ବଡ ପଡିଆଟିଏ ବି ଅଛି, ପିଲାମାନେ ବି ଖେଳକୁଦ ସବୁ କରୁଥିଲେ। ଆଉ ଏଇଟାର ସବୁ ଜଙ୍ଗଲ ଟାଇପ ର ଏମିତି ହେଇଥିଲା। ସେଠି ବହୁତ ସାରା ଲୋକ ବି ଥିଲେ। ଆମେ ଗଲା ବେଳକୁ ମନ୍ଦିର ଭିତରକୁ ବହୁତ ସାରା ଲୋକ ବି ଥିଲେ। ବେଶୀ ନଥିଲେ, ସେଇ 5 6 ଜଣ ଲୋକ ବି ଥିଲେ। ତ ଭିତରେ ବି ଆହୁରି ବି ଲୋକ ଥିଲେ। ଆମେ ତ କେବେ ବି ଆସିନଥିଲୁ, ଫାଷ୍ଟ ଟାଇମ ପାଇଁ ଆସିଲୁ। ଫାଷ୍ଟ ଦେଖିଲୁ ବହୁତ ସାରା ଗାଡି ବି ଥୁଆ ହେଇଛି, ଲୋକ ବି ବସିଛନ୍ତି। ଆମେ ମାନେ ସମସ୍ତେ ମାମା ଭାଇ ସେମାନେ ସବୁ ଭିତରକୁ ପଳେଇ ଯାଇଥିଲେ। ମୁଁ ତାଙ୍କ ପଛରେ ଗଲି, ଯାଇକି ପହଞ୍ଚିଲି। ପହଞ୍ଚି ସାରିଲା ପରେ ସେ ଜାଗାକୁ ଦେଖିଲି। ଦେଖନ୍ତୁ ମନ୍ଦିର ଭିତର କେମିତି କଣ ହେଇଛି। ବାବା ସେଠି ଗୋଟେ ଛୋଟିଆ ଟ୍ୟୁବୱେଲ ଥିଲା, ବାବା ପାଣି ମାଡିକି ତାଙ୍କର ଗୋଡ ଧୋଇଲେ। ଗୋଡ ଧୋଉଛନ୍ତି ସେ, ଗୋଡ ଧୋଇକି ପାଣି ଛିଞ୍ଚିକି ଫାଇନାଲି ସେ ମନ୍ଦିର ଭିତରକୁ ଚାଲିଲେ। ସେ ଆଗେ ଆଗେ ଯାଉଛନ୍ତି ବାବା। ଦେଖନ୍ତୁ ସେ ଯୋଉ ସେଠାରେ ଯୋଉ ଅଛନ୍ତି, ମାନେ ମହନ୍ତ ଯିଏ ପୂଜା ପୂଜି ଭଲ ମନ୍ଦ କରନ୍ତି, ସେ ତାଙ୍କ ଆଗରେ ଗଲେ, ତାଙ୍କ ପଛେ ପଛେ ଏମାନେ ଗଲେ। ବାବାର ଗୁଗୁର ଏଇଠି ଗୋଟେ ଠାକୁରାଣୀ ଅଛନ୍ତି, ତାକୁ ସେମାନେ ମୁଣ୍ଡିଆ ମାରୁଛନ୍ତି। ବାବା ଗୁଗୁ ଆଉ ମାମା 3 ଜଣ ଯାକ ସେଠି ମୁଣ୍ଡିଆ ମାରିଲେ। ମୁଣ୍ଡିଆ ମାରିକି ଉଠିଲେ। ଦେଖନ୍ତୁ ମୁଁ ଚାରିପଟ ବି ବହୁତ ବଢିଆ ସେ ବି ଦେଖଉଛି ଆପଣ ମାନଙ୍କୁ। ଦେଖନ୍ତୁ ଗଲେ। ଭାଇଙ୍କର ବହୁତ ଇଚ୍ଛା ଥିଲା ଏଇ ଜାଗାକୁ ଆସିବା ପାଇଁ କି, ଆମେ ଜାଣିନଥିଲୁ ବି ଆଜି ଏଇ ଜାଗାକୁ ଯିବୁ ବୋଲିକି। ଦେଖନ୍ତୁ ମନ୍ଦିର ଚାରିପଟ ବୁଲୁଛନ୍ତି। ଫାଇନାଲି ମନ୍ଦିର ଭିତରକୁ ଗଲେ। ଏଇଠି ଅଛି ତାଙ୍କର ରୋଷ ଘର ଗୋଟେ, ହଁ ମେ ବି ଏଇଟା ରୋଷ ଘର ଅଛି ନା କଣ। ଏଇଠି ମନ୍ଦିର ଅଛନ୍ତି, ଏଇଠି ମନ୍ଦିର ଅଛି। ଦେଖନ୍ତୁ ସେମାନେ ଗଲେ ମନ୍ଦିର ଭିତରକୁ, ମାମା ଭାଇ ବାବା ଗୁଗୁ ଦେଖ ସିଙ୍ଗର ଦାଢି ଟାଣି ଦଉଛି, କେତେବେଳେ କଣ କରୁଛି ସେ ନିଜେ ବି ଜାଣିପାରୁନି। ସେ ତାର ଫୁଲ ଏଞ୍ଜୟ କରୁଥିଲା। ବ୍ରାହ୍ମଣ ଗଲେ। ମନ୍ଦିର ଖୋଲା ନଥିଲା, ମନ୍ଦିର ବି ଟିକେ ବନ୍ଦ ଥିଲା, ସନ୍ଧ୍ୟା ବେଳେ ବି ହେଇ ଆସିଥିଲା। ଆମେ ଯେମିତି ଗଲୁ, ଭଗବାନଙ୍କ ଦୟାରୁ ସେ ମନ୍ଦିର ଟା ବି ଖୋଲି ଦେଇଥିଲେ। ଆମେ ମାନେ ଭଲ ସେ ଠାକୁରଙ୍କୁ ଦର୍ଶନ କଲୁ। ଦେଖନ୍ତୁ ମୁଁ ବି ଯାଇଛି, ତ ବହୁତ ଭଲ ସେ ବି ଆମେ ଦର୍ଶନ କରିଲୁ। କରିକି ସମସ୍ତେ ମୁଣ୍ଡିଆ ମାରିଲୁ। ପ୍ରଭୁଙ୍କୁ ଦେଖନ୍ତୁ, ପ୍ରଭୁ କେମିତି ବସି ବଳରାମ ଦାସଙ୍କର ଏଠି ଆମେ ବସିଥିଲୁ। କଣ ଦେଶ ଦେଖନ୍ତୁ ବଳରାମ ଦାସ। ଏ ଜାଗା ସ୍ପେଶାଲି କେହି ବି ଏତେ କେହି ବାହାରେ ଜଣାଶୁଣା ନାହିଁ, ବିଶେଷ କରି କେହି ବି କିଛି ଜାଣିନଥିବେ। କେତେ ଜଣ ଜାଣିଥିବେ ସେଟା ତ ମୁଁ ଜାଣିନି, ଫିର ବି ଏତେ କେହି ଜାଣିନଥିବେ। ତ ଦେଖନ୍ତୁ ବାବାଙ୍କର ଏଇ ଜାଗାକୁ ଆସିବା ପାଇଁ ବହୁତ 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 ଇଚ୍ଛା ଥିଲା। ତ ସେଥିପାଇଁ ଆମେ ମାନେ ପ୍ଲାନିଂ କରିଥିଲୁ। ନିଜେ ବି ଜାଣିନଥିଲୁ, ବାବା ତାଙ୍କର ପ୍ଲାନିଂ କରିଥିଲେ, ତ ସେଥିପାଇଁ ଆମେ ମାନେ ଆସିଥିଲୁ। ଦେଖ ଗୁଗୁ କେତେ ଖୁସିରେ ଏଞ୍ଜୟ କରୁଛି, ତା ବାବାଙ୍କ ସହିତ ସେ ତାର ଖେଳୁଛି। ଜାଗା ଉପରେ ପୁରା ବହୁତ ଖୁସିରେ ସେ ତାର ଖେଳୁଛି, ଦୌଡୁଛି, ଖେଳୁଛି, ନାଚୁଛି। ମାମା ପାଖକୁ ଦୌଡି ପଳେଇ, ଏଠି ବି ନନା ମାନେ ବସିଛନ୍ତି, ସେମାନେ ବି କଣ ତା ସାଙ୍ଗରେ ଟିକେ ଟିକେ ଲାଗୁଥିଲେ। ଇଏ ତାର ବାବାଙ୍କ ସହିତ ଖେଳୁଥିଲା ତାର ମନ୍ଦିର ପାଖରେ। ଖେଳା ଖେଳି ବୁଲାବୁଲି କରି ଦେଖନ୍ତୁ କେମିତି ବୁଲୁଛି। ବାବା ସାଙ୍ଗରେ ସେ ତାର ପୁରା ଫୁଲ ଏଞ୍ଜୟ କଲା ଦିନଟା ଯାକ। ଦେଖନ୍ତୁ ବୁଲିବା ପାଇଁ, ଖେଳିବା ପାଇଁ କି ମାନେ ଛୋଟ ଛୁଆ ବି ସେ ଜାଗାଟା ବି ବହୁତ ବଢିଆ ହେଇଛି। ମତେ ତ ଭଲ ଲାଗିଲା। ଆପଣ ମାନେ ବି ଦେଖନ୍ତୁ, ଆପଣ ମାନଙ୍କୁ ବି ବହୁତ ଭଲ ଲାଗିବ। ଗୋଟେ ଥର ଆସନ୍ତୁ, ଦେଖନ୍ତୁ, ଜାଣିବେ। ମତେ ବହୁତ ଭଲ ଲାଗିଲା। ସ୍ପେଶାଲି ଏଠି ଯେତେ ବି ତମର ଟେନସନ ଥାଉ କି ଯାହା ବି ଥାଉ, ସେ ଜାଗାକୁ ଆସିଗଲା ପରେ ସବୁ ଦୂର ହେଇଯିବ। ମନଟା ପୁରା ଶାନ୍ତି ଶାନ୍ତି ଲାଗିବ।
ଜାଗାଟା ଏତେ ବଢିଆ ଥିଲା, ମତେ ତ ବହୁତ ଭଲ ଲାଗିଥିଲା। କୁକୁର ବାବାରୁ ସେ ଦି ଜଣ ଖେଳ କିଏ କୋଉ କାମରେ ବ୍ୟସ୍ତ ଥାନ୍ତି, ସେମାନେ ତାଙ୍କର ଖେଳରେ ପୁରା ଲାଗି ପଡିଥାଏ। ଗୁଗୁ ତା ବାବାଙ୍କ ସହିତ ବାବାଙ୍କୁ ବୁଲଉଥାଏ, ଖେଳୁଥାଏ, ମଜା ମସ୍ତି ପୁରା ଫୁଲ କରୁଥାଏ। ତାର ଯୁଆଡେ ଯାଏ ହାଫ ପ୍ୟାଣ୍ଟ ଗଞ୍ଜି ହେଲେ ଜିନ୍ଦାବାଦ। ଦେଖନ୍ତୁ ପ୍ୟାଣ୍ଟ ଖଣ୍ଡେ ପିନ୍ଧିଛି, ଗଞ୍ଜି ଖଣ୍ଡେ ପିନ୍ଧିଛି, ସେ ତାର ଦୌଡୁଛି ଗିରି 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 ସେ ତାର ଦୌଡୁଛି। ଚକା ଚକା ଭଉଁରେ ଖେଳୁଛନ୍ତି, ପିଲାଦିନ ସ୍ମୃତି ବି ଏଠି କିଛି ମନେ ପକେଇ ଦଉଛନ୍ତି ବାବାଙ୍କର ଆଉ ଝିଅର। ସନ୍ଧ୍ୟା ହେଇଗଲାଣି ବି, ସିଏ ତାର ଖେଳୁଛି, ବାବା ଏମିତି ଖେଳିବା, ବାବା ସେମିତି ଖେଳିବା, ବାବା ସେମିତି ଖେଳିବା। ସିଏ ତାର ଖେଳରେ ସିଏ ତାର ପୁରା ଲିପ୍ତ। ମନ୍ଦିର ପରିସରରେ ସିଏ ପୁରା ବହୁତ ବଢିଆ ସେ ଖେଳୁଥିଲା, ମତେ ବି ବହୁତ ଭଲ ଲାଗୁଥିଲା। ପୁଣି ମନ୍ଦିରକୁ ପଳେଇ ଆଇଲୁ। ଦେଖନ୍ତୁ ଏ ମନ୍ଦିରଟା ବି ବହୁତ ବଢିଆ ଲାଗୁଛି। ବ୍ରାହ୍ମଣ ସେଇଠି ପୂଜା କରୁଥିଲେ, ମାମା ଭାଇ କଣ ବ୍ରାହ୍ମଣଙ୍କ ସହିତ, ଯୋଉ ନନା ସେଠି ପୁରୋହିତ ଅଛନ୍ତି ତାଙ୍କ ସହିତ କଥା ହେଲେ। ଏଠାରେ ବି ଦେଖନ୍ତୁ, ଏଠି କଣ ଓମ୍ ଶ୍ରୀ ଶ୍ରୀ ଠିକ ସେ ଦେଖିପାରୁନି, କଣ ଲେଖା ହେଲା ବଳରାମ ଦାସଙ୍କ ପୀଠ ବୋଲି ଲେଖା ହେଇଥିଲା। ଦେଖନ୍ତୁ ଭଲ ସେ ଦେଖନ୍ତୁ, ଗୁପ୍ତ ଶ୍ରୀକ୍ଷେତ୍ର ମହାପୁରୁଷ ଶ୍ରୀ ଶ୍ରୀ ବଳରାମ ଦାସ ଏମିତି କଣ ଲେଖା ହେଇଥିଲା। ଦେଖନ୍ତୁ ଏଠି ବି କେତେ ସୁନ୍ଦର ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ବସିଛନ୍ତି। ଏଠି ବି ଅଛନ୍ତି ଗଣେଶ, ପ୍ରଭୁ ଗଣେଶ ଅଛନ୍ତି। ଇଏ ମନ୍ଦିର ପରିସର ଦେଖନ୍ତୁ, ମୁଁ ସମ୍ପୂର୍ଣ୍ଣ ଭାବେ ବୁଲେଇକି ଆପଣ ମାନଙ୍କୁ ଦେଖଉଛି। ସେଠାରେ ବାବା ଗୋଟେ ବହି ଦେଇଥିଲେ ବାବାଙ୍କୁ, ବାବା ଭାଇ ସେଠି ଗୋଟେ ବହି ଦେଇଥିଲେ, ତାଙ୍କ ଠାରୁ ଫୋନ ନମ୍ବର ବି କଣ ଆଣିଥିଲେ କଥା ହେବା ପାଇଁ କି। ଗୁଗୁ ସେ ପାଖରେ ବସିଥିଲା, ଭାଇଙ୍କ ପାଖରେ, ଦି ଜଣ ଯାକ ବସିକି ପୁରା ଫୁଲ ଭଲ ସେ ସେମାନେ ଏନ୍ଜୟ କରୁଥିଲେ। ଏଇ ଜାଗା ଉପରେ ଗୋଟେ କୋଉ ଦିନ କହୁଥିଲେ ତ ଯଜ୍ଞ ହୁଏ, ମୁଁ ଠିକ ସେ ମନେ ପଡୁନି। ସେ କହିଥିଲେ, ଆମେ ଯାଇଥିଲୁ ତାଙ୍କ ଯଜ୍ଞ ସାଙ୍ଗେ ସାଙ୍ଗେ ରିସେଣ୍ଟ ସରିଥିଲା, ଅଳ୍ପ କିଛି ଦିନ ହବ ଆମେ ମାନେ ଯାଇଥିଲୁ, ବୁଲାବୁଲି କରିକି ଆମେ ମାନେ ଆସିଥିଲୁ। ତାଙ୍କ ଯଜ୍ଞ ସରିବାର କିଛି ଦିନ ପରେ ଆମେ ହିଁ ଯାଇଥିଲୁ। କହୁଥିଲେ କେବେ ଗୋଟେ ହଉଥିଲା, କଣ ହଉଥିଲା କହୁଥିଲେ। ଦେଖନ୍ତୁ ଶ୍ରୀ ଶ୍ରୀ ସଂଘ, ଦେଖନ୍ତୁ ଆମେ ବୁଲାବୁଲି ସମସ୍ତେ କରିକି ଆମେ କଣ କଲୁ ନା ଏଥରକ ଆମ ଘରକୁ ଫେରି ଆସିଲୁ। ଆମ ମାନଙ୍କୁ ତ ବୁଲିବାକୁ ଯାଇକି ସେ ଜାଗାଟା ତ ଆମକୁ ବହୁତ ଭଲ ଲାଗିଲା। ତ ଆପଣ ମାନେ ବି ଗୋଟେ ଥର ଆସନ୍ତୁ, ସେ ଜାଗାରେ ବୁଲାବୁଲି କରନ୍ତୁ, ବହୁତ ଶାନ୍ତି ବି ଲାଗିବ, ବହୁତ ଆରାମ ବି ଲାଗିବ। ମତେ ବହୁତ ବଢିଆ ଲାଗିଥିଲା, ବହୁତ ଶାନ୍ତି ବି ଲାଗିଥିଲା। ଆପଣ ମାନେ ଗୋଟେ ଥର, ବେଶୀ ନାହିଁ, ଗୋଟେ ଥର ଆସିକି ତ ସେ ଜାଗାରେ ବୁଲିକି ଯାଆନ୍ତୁ, ବହୁତ ଭଲ ବି ଲାଗିବ। ମତେ ତ ବହୁତ ବଢିଆ ଲାଗିଥିଲା।